ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ସମୂହ ପୂଜାର୍ଚ୍ଚନା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇ ଏବେ ବି ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ରହିଛନ୍ତି। ମୁଖ୍ୟମନ୍ତ୍ରୀ ପଦରୁ ସିନା ସେ ହଟି ଯାଇଛନ୍ତି, କିନ୍ତୁ ଲୋକଙ୍କ ହୃଦୟରେ ଏବେ ବି ତାଙ୍କ ସ୍ଥାନକୁ ସୁଦୃଢ଼ କରି ରଖିଛନ୍ତି। ଘରେ ଘରେ ପରିଚିତ ପାଇଥିବା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ସାରା ରାଜ୍ୟରେ ଲିପିବଦ୍ଧ ହୋଇ ରହିଯାଇଛି। କଥାକୁ ବିଶ୍ୱାସ ନ କରି କାମ ଉପରେ ଧ୍ୟାନ ଦେଉଥିବା ଜଣେ ମହାନ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହରାଇ ସାରା ଓଡ଼ିଶା ଏବେ ମଧ୍ୟ ଝୁରି ଚାଲିଛନ୍ତି। ସେହି ମହାନ ବ୍ୟକ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛି ଦିନ ହେଲା ଦେହ ଅସୁସ୍ଥ ରହିବାରୁ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି। ଆଉ ସେଠାରେ ଚିକିତ୍ସିତ ହୋଇ ଖୁବ୍ ଶୀଘ୍ର ଓଡ଼ିଶା ଫେରି ଆସିବେ ବୋଲି ସୂଚନା ମଧ୍ୟ ମିଳିଛି। ତାଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଅନେକ ସ୍ଥାନରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଥିବା ବେଳେ ନର୍ଲାରେ ମଧ୍ୟ ତାଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ସମୂହ ପୂଜାର୍ଚ୍ଚନା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଯୋଗୁଁ ସାରା ରାଜ୍ୟରେ ବିଜେଡି କର୍ମୀ ଏବଂ ନେତାଙ୍କ ସହିତ ଶୁଭେଚ୍ଛୁମାନେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଓଡ଼ିଶାର ଅଗଣିତ ବିଜେଡି ପ୍ରେମୀ ବିଭିନ୍ନ ମଠ ମନ୍ଦିରକୁ ଯାଇ ଆଶୁ ଆରୋଗ୍ୟ କାମନା ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ନର୍ଲା ସହରରେ ଥିବା ବଳଭଦ୍ରେଶ୍ୱର ଶିବ ମହାଦେବଙ୍କ ପାଖରେ ନର୍ଲା ବିଜେଡି ପକ୍ଷରୁ ମଧ୍ୟ ପୂଜାର୍ଚ୍ଚନା ସହିତ ଦୀପ ପ୍ରଜ୍ୱଳନ କରାଯାଇଛି। ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ସମୂହ ପୂଜା କାର୍ଯ୍ୟରେ ନର୍ଲା ବିଜେଡି କର୍ମୀ ତ୍ରିଲୋଚନ ଗରଡ଼ିଆ, ଘାସିରାମ ସାହୁ, ଦେବାଶିଷ ପଟ୍ଟନାୟକ, ଲକ୍ଷ୍ମଣ ମାଝୀ, ପ୍ରିୟବ୍ରତ ଚାନ୍ଦ, ବିଷ୍ଣୁ ବିଶ୍ୱାଳ, କିଶୋର ମାଝୀ, ପୂର୍ଣ୍ଣଚନ୍ଦ୍ର ପୂଜାରୀ, ଅନିରୁଦ୍ଧ ବାଗ, ରୋହିତ ମାଝୀ, ଶଙ୍ଖନିଧି ଗରଡ଼ିଆ, ଅଜିତ ପଟ୍ଟନାୟକ, ପଙ୍କଜିନୀ ନାୟକଙ୍କ ସହିତ ମା ମାଣିକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଶତାଧିକ ନବୀନ ପ୍ରେମୀ ଉପସ୍ଥିତ ରହିଥିଲେ। ମନ୍ଦିର ପୂଜକ ପ୍ରଭବ ଚାନ୍ଦଙ୍କ ହାତରେ ପୂଜା କରାଇ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଖୁବ୍ ଶୀଘ୍ର ସୁସ୍ଥ ହୋଇ ଓଡ଼ିଶାକୁ ଫେରି ଆସିବା ପାଇଁ ଭଗବାନଙ୍କ ପାଖରେ ସମୂହ ପ୍ରାର୍ଥନା କରିଥିଲେ। କୋଟି ଓଡ଼ିଆଙ୍କ ପ୍ରିୟର ନେତା ହୋଇ ଓଡ଼ିଶାକୁ ଭିନ୍ନକ ପରିଚୟ ଦେଇଥିବା ନବୀନ ପଟ୍ଟନାୟକ ମୁମ୍ବାଇରୁ ସୁସ୍ଥ ହୋଇ ଫେରିବା ସହିତ ସମସ୍ତଙ୍କ ଗହଣରେ ପୁଣି ସେବାରେ ନିୟୋଜିତ ହେବେ ବୋଲି ସମସ୍ତଙ୍କ ଦୃଢ଼ ବିଶ୍ୱାସ ରହିଛି। ଭଗବାନଙ୍କ ଆଶୀର୍ବାଦ ତଥା ନବୀନ ପ୍ରେମୀଙ୍କ ଭଲ ପାଇବା ତାଙ୍କ ଆଶୁ ଆରୋଗ୍ୟର ସହାୟକ ହେବ ବୋଲି ଦୃଢ଼ ବିଶ୍ୱାସ ରହିଛି। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଧିଆଙ୍କ ରିପୋର୍ଟ, AB ନ୍ୟୁଜ୍।